ମିଟ୍ ଦ ଗିମ୍ପ କୁ ସ୍ୱାଗତ। ଆଜିର ଟ୍ୟୁଟୋରିଆଲ ର କନଭର୍ଟର ବିଷୟରେ ନୁହେଁ, ବରଂ ପ୍ରକୃତ ଶୋ କରିବା ବେଳେ ନୂଆ କୋଡିଂ ଏବଂ ଗତ ଟ୍ୟୁଟୋରିଆଲରୁ କିଛି ତ୍ରୁଟି ସଂଶୋଧନ ବିଷୟରେ ଅଟେ। ମୁଁ ଆପଣଙ୍କୁ ଏହି ଇମେଜ୍ ବିଷୟରେ କିଛି କହିବାକୁ ଚାହୁଁଛି। ଏହି ଶୋ ରେକର୍ଡିଂ କରିବା ସମୟରେ ମୁଁ କିଛି ଅତିରିକ୍ତ ପରିବର୍ତ୍ତନ କରିଛି। ଯେପରି ଆପଣ ଦେଖିପାରୁଛନ୍ତି ଯେ ସମୁଦ୍ର ସାମାନ୍ୟ ଫିକା ଦେଖାଯାଉଛି ତଥା ସେଥିରେ ବେଶୀ କିଛି ସ୍ପଷ୍ଟତା ନଥାଇ କେବଳ ଗ୍ରେ ଅଛି। ଏବଂ ଯେତେବେଳେ ମୁଁ ଏଠାରେ ଥିବା ସି ଲେୟାର ଓ ଅନ୍ୟ ଲେୟାର୍ସକୁ ବନ୍ଦ କରେ, ସମୁଦ୍ରରେ କିଛି ସ୍ପଷ୍ଟତା ଆପଣ ଦେଖିପାରିବେ। ଏବଂ ଯେତେବେଳେ ମୁଁ ଲେୟାର ମାସ୍କକୁ ଦେଖେ, ଆପଣ ଦେଖିପାରିବେ ଯେ ମୁଁ ଗୋଟିଏ ଲେୟାର ମାସ୍କ ବ୍ୟବହାର କରିଛି, ଯାହା ମୁଁ ଦେଖାଇବାକୁ ଚାହୁଁଥିବା ଏରିଆ ପାଇଁ ଅଧିକାଂଶ ଗ୍ରେ ଅଟେ। ତେଣୁ ଚାଲନ୍ତୁ ଏହାକୁ ପୁଣି ଥରେ କରିବା। ମୁଁ ସି ଲେୟାରକୁ ଡିଲିଟ୍ କରି ବ୍ୟାକଗ୍ରାଉଣ୍ଡ ଲେୟାରର ଏକ କପି ତିଆରି କରିଛି। ଲେୟରର ନାମ ମୁଁ ସି ଦେଇଛି ଏବଂ ତାକୁ ସ୍କାଏ ତଳେ ଓ ଲ୍ୟାଣ୍ଡ ଉପରେ ରଖିଛି। ମୋ ପାଖରେ ଥିବା ଲେୟାର ସହିତ ମୁଁ କାମ କରିପାରିଥାନ୍ତି, କିନ୍ତୁ ମୋତେ ଭଲ ପରିଣାମ ମିଳିପାରିନଥାନ୍ତା, କାରଣ ମୁଁ ସମୁଦ୍ରକୁ ଟିକେ ଗାଢ କରିବା ପାଇଁ କର୍ଭ୍ସ ଟୁଲ୍ ବ୍ୟବହାର କରିଛି। ଆଉ ତାହା ସହିତ ମୁଁ ଅନେକ ରଙ୍ଗ ସୂଚନାକୁ ନଷ୍ଟ କରିଦେଇଛି, ଯାହା ଏହି ଲେୟାରରେ ଅଛି। ଏବଂ ମୁଁ ଏହି ମାର୍ଗରେ ଏଠାରେ ଭଲ ପରିଣାମ ପାଇବି। ଏବେ ମୁଁ ପୁଣି ଥରେ ସି ଲେୟାରରେ ଲେୟାର ମାସ୍କ ଯୋଗ କରିଛି। ମୁଁ ଗ୍ରେ ସ୍କେଲ୍ କପି ଅଫ୍ ଦ ଲେୟାର ବ୍ୟବହାର କରି ତାକୁ ଆଡ୍ କରିବି। ଶୋ ଲେୟାର ମାସ୍କ ଉପରେ କ୍ଲିକ୍ କରି ମୁଁ ଲେୟାର ମାସ୍କକୁ ଏଡିଟ୍ କରିବି। ମୁଁ କର୍ଭ୍ସ ଟୁଲ୍ ବ୍ୟବହାର କରିବି ତଥା ଏହାକୁ ତଳକୁ ଟାଣିବାର ସମାନ ପ୍ରକ୍ରିୟାର ପୁନରାବୃତ୍ତି କରିବି। କିନ୍ତୁ ଏଥରକ ମୁଁ ଏହି ଉପର କର୍ଭକୁ ଉପରକୁ ଟାଣିବି। ମୋ ପାଖରେ ଏବେ ଲେୟାର ମାସ୍କ ଅଛି, ଯାହା ସମୁଦ୍ର ଓ ଆକାଶ କ୍ଷେତ୍ର ପାଇଁ ପ୍ରାୟ ଧଳା ଏବଂ ଭୂମି ପାଇଁ ପାଖାପାଖି କଳା। ଏଠାରେ ହଜିଥିବା କିଛି ସଂରଚନା ସଂଶୋଧନ କରିବା ପାଇଁ ମୁଁ ବ୍ରଶ ଟୁଲ୍ ସିଲେକ୍ଟ କରି ଏଠାରେ ଏକ ବଡ ବ୍ରଶର ଚୟନ କରିବି ଏବଂ କଳା ରଙ୍ଗରେ ଭୂମି କ୍ଷେତ୍ରକୁ ପେଣ୍ଟିଂ କରିବା ଆରମ୍ଭ କରିବି। ମୁଁ କଳା ରଙ୍ଗରେ ସମୁଦ୍ର ଲେୟରକୁ ପେଣ୍ଟ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଫୋରଗ୍ରାଉଣ୍ଡ ଓ ବ୍ୟାକଗ୍ରାଉଣ୍ଡ କଲର ବଦଳାଇବି। ଏବଂ ସମୁଦ୍ର କ୍ଷେତ୍ରକୁ ଯାଇ ଧଳା ରଙ୍ଗରେ ପେଣ୍ଟ କରିବା ଆରମ୍ଭ କରିବି। ମୁଁ ଭାବୁଛି ମୋତେ ଏହାକୁ ଟିକେ ନରମରେ କରିବା ଦରକାର। ଏଠାରେ ଥିବା ଏହି ଏରିଆ ମୁଁ ଭାବୁଛି ବହୁତ ଭଲ ଅଛି, କିନ୍ତୁ ଆପଣ ତାକୁ ପରେ ସଂଶୋଧନ କରିପାରିବେ। ତେଣୁ ଏକ ନରମ ବ୍ରଶ ଚୟନ କରନ୍ତୁ ଏବଂ ଦେଖନ୍ତୁ ଯେ ଏଠାରେ ଯେପରି ଏହି ଧାରକୁ ଉତ୍ତମ କରିବା। ମୁଁ ଯେତେବେଳେ ଶୋ ଲେୟାର ମାସ୍କକୁ ଡିସାବଲ୍ କରେ, ସେତେବେଳେ ଆମେ ଭୂମି ଓ ସମୁଦ୍ର ମଝିରେ ଥିବା ବର୍ଡର ଉପରେ ଷ୍ଟ୍ରେଚ୍ ସିନ୍ ଦେଖିପାରିବା। ଇମେଜ୍ ଉପରେ ଜୁମ୍ କଲେ ଆପଣ ସେଥିରେ ଏକ ହାଲୋ ଦେଖିପାରିବେ, ଯେଉଁଠାରେ ଲେୟାର ମାସ୍କ ଓ ଲେୟାର ଏକାଠି କାମ କରନ୍ତି ନାହିଁ। ମୁଁ ତାହା ଉପରେ ପରେ କାମ କରିବି। ଏବେ ମୁଁ Shift ପ୍ଲସ୍ Ctrl ପ୍ଲସ୍ E ଦାବି ଫୁଲ୍ ଇମେଜ୍ କୁ ଫେରିଯିବି। ମୁଁ କର୍ଭ୍ସ ଟୁଲ୍ ସିଲେକ୍ଟ କରିବି ଓ ଦେଖିବି ଯେ ଲେୟାର ମାସ୍କ ସିଲେକ୍ଟ କରିଛି କି ନାହିଁ, ତଥା ସମ୍ପୂର୍ଣ୍ଣ ଇମେଜ୍ ଦେଖିବା ପାଇଁ ସ୍କାଏ ଲେୟାର ମିଶାଇବି। ଏବେ ମୁଁ ଇମେଜ୍ ଉପରେ କ୍ଲିକ୍ କରି କର୍ଭ ଗୁଡ଼ିକ ସହିତ କାମ କରିବି।
ଆପଣ ଏବେ ଦେଖିପାରିବେ ଯେ ଭୂମି ଓ ସମୁଦ୍ର ମଝିରୁ ହାଲୋ ଉଭାନ ହୋଇଯାଇଛି, କିନ୍ତୁ ଏବେ ସମୁଦ୍ର ପୁଣି ଥରେ ଫିକା ହୋଇଗଲା। ମୁଁ ଏଠାରେ ଥିବା କର୍ଭକୁ ଉପରକୁ ଟାଣିବି ଓ ଏଠାରେ ମୁଁ ଏକ ସ୍ପଷ୍ଟ ସମୁଦ୍ର ପାଇଲି। ଆଉ ମୁଁ ଭାବୁଛି ମୋତେ ଏହାକୁ ଅଧିକ କରିବା ଉଚିତ ନୁହେଁ। ସମୁଦ୍ର ଉପରେ ମୁଁ ସୂର୍ଯ୍ୟ ଚମକ, ବାଦଲ ଛାଇ, ବିଭିନ୍ନ ଢେଉ ନିର୍ମାଣ ଏବଂ ସମୁଦ୍ର ଉପରେ ଥିବା ହାଲୁକା ନୀଳ ରଙ୍ଗ ଦେଖିପାରୁଛି। ଆକାଶର ଧାରରେ ଉଜ୍ଜ୍ୱଳ ଜିନିଷ ସହିତ ସାମାନ୍ୟ ସମସ୍ୟା ଅଛି, କାରଣ ଆକାଶ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ମୁଁ ପରବର୍ତ୍ତୀ ପଦାଙ୍କ ଗୁଡ଼ିକରେ ସେହି ସମସ୍ୟାର ସମାଧାନ କରିଦେବି। ଠିକ୍ ଅଛି, ମୁଁ କର୍ଭ୍ସ ଟୁଲ୍ ର ପ୍ରଭାବ ଓପାସିଟି ସ୍ଲାଇଡର୍ ସହିତ ଆଡଜଷ୍ଟ କରିପାରିବି ଏବଂ ମୁଁ ଭାବୁଛି ଭଲ ପ୍ରଭାବ ପାଇଁ ମୋତେ ଏହାକୁ ଅଳ୍ପ କରିବା ଉଚିତ। ଜନ୍ ଆର୍ନଲ୍ଡଙ୍କ ବ୍ରଡକାଷ୍ଟରୁ ଏକ ଟିପ୍ କୁହେ ଯେ ଆମକୁ ପୂର୍ଣ୍ଣ ସମ୍ଭାବ୍ୟ ପରିଣାମକୁ ଏବଂ ତାପରେ ସ୍ଲାଇଡର୍ ଦ୍ୱାରା ତଳକୁ ଯିବା ଉଚିତ, କାରଣ ଆପଣ ଯେତେବେଳେ ତଳକୁ ଯାଆନ୍ତି ପ୍ରଭାବକୁ ଦେଖିବା ବହୁତ ସହଜ ହୋଇଥାଏ। ଆଉ ଆମେ ସହଜରେ ସଠିକ୍ ପରିମାଣର ନିଷ୍ପତ୍ତି ନେଇପାରିବା। ମୁଁ ଭାବୁଛି ଆମେ ଏହି ଭାଗ ସହିତ ବହୁତ ଆଗକୁ ଚାଲିଗଲେ, ତେଣୁ ମୁଁ ସ୍ଲାଇଡର୍ କୁ ତଳକୁ ଖସାଉଛି। ଆଉ ମୁଁ ଭାବୁଛି ଏତିକି ଠିକ୍। ହୋରିଜୋନ୍ ଉପରେ ଏହି ଉଜ୍ଜ୍ୱଳ ଜିନିଷ କେଉଁଠୁ ଆସିଲା? ମୁଁ ସ୍କାଏ ଲେୟର୍ କୁ ଡିସିଲେକ୍ଟ କରି ଦେଖିଲି, କିନ୍ତୁ ଏହା ସେହି କାରଣରୁ ହୋଇନାହିଁ। ତେଣୁ ମୁଁ ସି ଲେୟାର ଡିସିଲେକ୍ଟ କରି ଜାଣିଲି ଯେ ଏହା ସି ଲେୟାର କାରଣରୁ ହୋଇଛି। ମୋତେ ଏଠାରେ ଥିବା ଏହି ଭାଗକୁ ଗାର୍ଡ କରିବାକୁ ହେବ, ଆଉ ତାହା କରିବା ପାଇଁ ମୁଁ ଗ୍ରେଡିଏଣ୍ଟ ଟୁଲ୍ ବ୍ୟବହାର କରିବି। ମୁଁ ଲେୟାର ମାସ୍କ ସିଲେକ୍ଟ କରି ଟୁଲ୍ ବକ୍ସରୁ ଗ୍ରେଡିଏଣ୍ଟ ଟୁଲ୍ ସିଲେକ୍ଟ କରିବି ଏବଂ ମୁଁ ଭୂମି ଭାଗକୁ କଳା ଓ ଆକାଶ ଭାଗକୁ ଧଳା କରିବା ସହ ଏଠାରେ ବର୍ଡର ରଖିବାକୁ ଚାହୁଁଛି। ଗ୍ରେଡିଏଣ୍ଟଟି ପୁରା ଧଳାରୁ ଆରମ୍ଭ ହୋଇ କଳାରେ ଶେଷ ହୁଏ। ତେଣୁ ମୁଁ ଏହି ଭାଗ ଉପରେ ଜୁମ୍ କରିବି। ଗ୍ରେଡିଏଣ୍ଟ ଟୁଲ୍ ସିଲେକ୍ଟ କରି ଏଠାରୁ ଆରମ୍ଭ କରିବି। ଲାଇନ୍ ତିଆରି କରିବା ବେଳେ ସରଳ ରେଖା ପାଇବା ପାଇଁ ମୁଁ କଣ୍ଟ୍ରୋଲ କୀ ଓ ବାମ ମାଉସ୍ ବଟନ ଦାବି ଭିଡିବି ଓ ବଟନକୁ ଏହିଠାରେ ଛାଡ଼ିଦେବି। ଦେଖନ୍ତୁ ଏହା କାମ କଲା। ହୋରିଜୋନ୍ ର ବ୍ରାଇଟନେସ୍ ଚାଲିଗଲା ଏବଂ ଆପଣ ଦେଖିପାରିବେ ଯେ ଭୂମିର ଲେୟାର ମାସ୍କ ମଧ୍ୟ ଚାଲିଗଲା। ଚାଲନ୍ତୁ ସମ୍ପୂର୍ଣ୍ଣ ଇମେଜ୍ ଉପରେ ନଜର ପକାଇବା। ଦେଖନ୍ତୁ ଆମର ସମସ୍ତ ଏଡିଟ୍ ଗୁଡ଼ିକ ଚାଲିଯାଇଛି। ହୋରିଜୋନ୍ ସହିତ କାମ କରିବାର ଏହା ଭଲ ମାର୍ଗ ନୁହେଁ, ତେଣୁ ମୁଁ ଏଠାରେ ଏହି ପଦାଙ୍କକୁ ଉଣ୍ଡୋ କରୁଛି। ଏବେ ପ୍ରଥମେ ମୁଁ ଆୟତକ୍ଷେତ୍ରକୁ ସିଲେକ୍ଟ କରିବି ଏବଂ ଲେୟାର ମାସ୍କ ସିଲେକ୍ଟ ହୋଇଛି କି ନାହିଁ ଦେଖିବି ତଥା ଆକାଶ ଭାଗରେ ଆୟତକ୍ଷେତ୍ର ଆଙ୍କିବି। ଆୟତକ୍ଷେତ୍ର ଆଙ୍କି ସାରିବା ପରେ ମୁଁ ତାହା ଭିତରେ ଏଡିଟ୍ କରିପାରିବି ଆଉ ଲେୟାର ମାସ୍କର ବାକି କିଛି ପ୍ରଭାବିତ ହେବ ନାହିଁ। ତେଣୁ ପୁଣି ଥରେ ସମାନ ପ୍ରକ୍ରିୟାର ପୁନରାବୃତ୍ତି କରିବି। ଏଠାରେ ଥିବା ଉଜ୍ଜ୍ୱଳ ଭାଗ ଉପରେ ଜୁମ୍ କରି ଲେୟାର ମାସ୍କ ସିଲେକ୍ଟ କରନ୍ତୁ। ମୁଁ କଳାକୁ ଉପରେ ଓ ଧଳାକୁ ତଳେ ରଖିବାକୁ ଚାହୁଁଛି, ତେଣୁ ଏଠାରୁ ଆରମ୍ଭ କରି ସିଧା ଉପରେ ଥିବା ହୋରିଜୋନ୍ କୁ ଯିବି। ଆପଣ ଏବେ ଦେଖିପାରିବେ ଯେ ସମୁଦ୍ର କେବଳ ଧଳା ଅଛି ତଥା ଭୂମି ଓ ଆକାଶ କଳା।
ସମସ୍ତ ସିଲେକ୍ସନ୍ କୁ ଡିସେବଲ୍ କରିବା ପାଇଁ Shift ପ୍ଲସ୍ Ctrl ପ୍ଲସ୍ A ଦାବନ୍ତୁ ଏବଂ ସମ୍ପୂର୍ଣ୍ଣ ଇମେଜ୍ କୁ ଫେରିଯିବା ପାଇଁ Shift ପ୍ଲସ୍ Ctrl ପ୍ଲସ୍ E ଦାବନ୍ତୁ। ଏହା ବହୁତ ଭଲ ହେଲା। ମୁଁ ଯେପରି ଲ୍ୟାଣ୍ଡ ଲେୟାର ଏଡିଟ୍ କରିଥିଲି ସେହି ମାର୍ଗରେ ସ୍କାଏ ଲେୟାରକୁ ମଧ୍ୟ ଏଡିଟ୍ କରିବାକୁ ଚାହୁଁଛି। ସ୍କାଏ ଲେୟାରକୁ ଡବଲ୍ କରନ୍ତୁ ଏବଂ ଓଭରଲେ ମୋଡ୍ କୁ ଯାଆନ୍ତୁ। ଏହା ବହୁତ ଦୂରକୁ ଚାଲିଗଲା। ତେଣୁ ମୁଁ ଓପାସିଟି ସ୍ଲାଇଡର୍ କୁ ସାମାନ୍ୟ ଖସାଇବି। ଏବେ ଆକାଶରେ ଆମ ପାଖରେ ଟିକିଏ ଅଧିକ କଣ୍ଟ୍ରାଷ୍ଟ ଅଛି। ଆଉ ମୁଁ ଭାବୁଛି ଗୋଟିଏ ଜିନିଷ ବ୍ୟତୀତ ଆମର ଇମେଜ୍ ଏବେ ପାଖାପାଖି ପ୍ରସ୍ତୁତ। ଏଠାରେ ଥିବା ଘରର ଏହି କାନ୍ଥ ବହୁତ ଗାଢ ହୋଇଗଲା। ଏହା ହେଉଛି ଡଡଜିଂ ଏଣ୍ଡ ବର୍ନିଂ ପାଇଁ ମାମଲା। ଡଡଜିଂ ଏଣ୍ଡ ବର୍ନିଂ ହେଉଛି ଅନ୍ଧାର ଘର ଦିନଗୁଡ଼ିକରୁ ବାହାରିଥିବା ଏକ ଶବ୍ଦ ଯେଉଁଠାରେ ଆପଣ ଏକ ଛବିକୁ ନିଜ ହାତ କିମ୍ବା କାଗଜ କିମ୍ବା ସେପରି କିଛି ଦ୍ୱାରା ଏନଲାର୍ଜର ଓ ଫଟୋଗ୍ରାଫିକ୍ ପେପର ମଝିରେ ଧରି ଏନଲାର୍ଜର ର ଲାଇଟ୍ ବିମ୍ ରେ ଡଡଜ୍ କରିପାରିବେ ଓ ତାହାର ବିପରୀତରେ ବର୍ନ କରିପାରିବେ। ସେଠାରେ ଆପଣ ଏକ କାଗଜ ନିଅନ୍ତୁ ଓ ନିର୍ଦ୍ଦିଷ୍ଟ ଢଙ୍ଗରେ ସେଥିରେ ଏକ କଣା କରନ୍ତୁ ଆଉ ଇମେଜ୍ ର କୌଣସି ଅନ୍ୟ ଭାଗରେ ଲାଇଟ୍ କୁ ଏଡିଟ୍ କରନ୍ତୁ। କେଉଁ ପଦାଙ୍କ କେତେବେଳେ କରାଯିବ ଏହା ବୁଝିବା ବହୁତ କଠିନ ପ୍ରକ୍ରିୟା ଆଉ ତାହା ପାଇଁ କାଗଜର ଅନେକ ଫର୍ଦ୍ଦ ଦରକାର ଏବଂ ଯେତେବେଳେ ଆପଣ ଏହିପରି ପ୍ରକ୍ରିୟା ଆଡକୁ ଦେଖନ୍ତି ମୁଁ ଆପଣଙ୍କୁ ଏକ ବଡ ଫିଲ୍ମ ୱେଲ୍ ଫୋଟୋଗ୍ରାଫର ଦେଖିବାର ପରାମର୍ଶ ଦେବି। ଏହି ଫିଲ୍ମ ଜେମ୍ସ ବିଷୟରେ ଅଟେ ଆଉ ଏହା ଏକ ଚମତ୍କାର ଫିଲ୍ମ। ଏପରିକି ଏହା ବିନା ଏକ ଅନ୍ଧାର ଘର ଦେଖାଦିଏ। ମୁଁ ପ୍ରକୃତରେ ଏହି ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ପରାମର୍ଶ ଦେଇପାରେ। ଏବେ ଡଡଜିଂ ଓ ବର୍ନିଂ ପ୍ରକ୍ରିୟା ଦେଖିବା। ଏଠାରେ ଥିବା ଟୁଲ୍ ବକ୍ସରେ ଆମ ପାଖରେ ଡଡଜ୍ ଓ ବର୍ନ ଟୁଲ୍ ଅଛି। କିନ୍ତୁ ମୁଁ ପୁଣିଥରେ ଲେୟାର ସହିତ କାମ କରିବାକୁ ଚାହୁଁଛି। ମୁଁ ଆଉ ଗୋଟିଏ ଲେୟାର ଆଡ୍ କଲି ଓ ସେଥିରେ ଧଳା ଫିଲ୍ କରିବାକୁ ଚାହୁଁଛି। କଲର ଚ୍ୟାନେଲ୍ କୁ ଯାଇ ମୁଁ ଗ୍ରେ ପାଇଁ 50% ରଖିବା ସହ ଅନ୍ୟ ଚ୍ୟାନେଲ୍ ରେ 128% ରଖିବି। ଏହି ଗ୍ରେ କଲର ହେଉଛି 50% ଗ୍ରେ। ମୁଁ ଲେୟାର ମୋଡ୍ କୁ ଓଭରଲେ ରେ ବଦଳାଇବି। ଆଉ ଦେଖନ୍ତୁ କିଛି ହେଲା ନାହିଁ। ଏବେ ମୁଁ ରଙ୍ଗ କଳା ଓ ଧଳାକୁ ବଦଳାଇବି ଏବଂ ଗୋଟିଏ ବ୍ରଶ ସିଲେକ୍ଟ କରିବି। ଏହି ବ୍ରଶ ଆକାର ପ୍ରାୟ ଠିକ୍ ଅଛି କିନ୍ତୁ ମୁଁ ଓପାସିଟିକୁ 30% କିମ୍ବା ସେହି ପାଖାପାଖିକୁ ହ୍ରାସ କରିବି। ମୁଁ ବର୍ତ୍ତମାନ ସୁନିଶ୍ଚିତ କରିବି ଯେ ମୁଁ ନୂଆ ଲେୟାର ସିଲେକ୍ଟ କରିଛି ଏବଂ ଫୋରଗ୍ରାଉଣ୍ଡ କଲର୍ କୁ ଧଳାରେ ଓ ବ୍ୟାକଗ୍ରାଉଣ୍ଡ କଲର୍ କୁ କଳାରେ ବଦଳାଇଛି। ଆଉ ଏହିଠାରୁ କାନ୍ଥ ରଙ୍ଗ କରିବା ଆରମ୍ଭ କରିବି। ବୋଧହୁଏ ଆପଣ ଏଠାରେ ଦେଖିପାରିବେ ଯେ କମ୍ପ୍ରେସନ୍ ତାର କାମ କରିସାରିଛି ତଥା କାନ୍ଥର ପାର୍ଶ୍ୱ ଉଜ୍ଜ୍ୱଳ ହୋଇଯାଇଛି। ଏହି ପ୍ରକ୍ରିୟାକୁ ଡଡଜିଂ କୁହାଯାଏ କାରଣ ମୁଁ ଫଟୋଗ୍ରାଫିକ୍ କାଗଜ ଉପରେ ଲାଇଟ୍ କୁ ରଖୁଛି ଯେଉଁଥିରୁ କାନ୍ଥ ଉଜ୍ଜ୍ୱଳ ହୋଇଥାଏ। ଏଠାରେ ଥିବା ଲେୟର୍ କୁ ଦେଖନ୍ତୁ। ଏଠାରେ ଏକ ଧଳା କ୍ଷେତ୍ର ଅଛି ଏବଂ ଇମେଜ୍ ର ଅନ୍ୟ କିଛି ଭାଗ ଅଛି ଯାହା ସାମାନ୍ୟ ହାଲୁକା ହୋଇପାରିବ। ଉଦାହରଣ ସ୍ୱରୂପ କୂଳରେ ଥିବା ଏହି ପଥର। ସର୍ବୋତ୍ତମ ମାର୍ଗ ଇମେଜ୍ ଉପରେ ଜୁମ୍ କରିବା ହୋଇପାରେ। ଆଉ ମୁଁ ଦେଖିପାରୁଛି ଯେ ଏବେ କାନ୍ଥକୁ ଉଜ୍ଜ୍ୱଳ କରିଦେଇଛି ଏବଂ ନିର୍ମାଣଟି ଜେପିଇଜି କମ୍ପ୍ରେସନ୍ କାରଣରୁ ପ୍ରାୟ ଚାଲିଯାଇଛି। କିନ୍ତୁ କଲର୍ ବଦଳାଇ ମୁଁ ତାହାର ମରାମତି କରିଦେଇ ପାରିବି। କଲର୍ ବଦଳାଇବା ପାଇଁ ଶର୍ଟକଟ୍ କୀ ହେଉଛି X।
ଆଉ ଏଠାରେ ଟିକେ ଗାର୍ଡ କରିବି। ଓପାସିଟି ସ୍ଲାଇଡରକୁ ମୁଁ ସାମାନ୍ୟ ଖସାଇବି। ଏତିକି ଠିକ୍ ଅଛି। ମୁଁ ଭାବୁଛି ହୋରିଜୋନ୍ ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ତେଣୁ ଏହି ଭାଗକୁ ପେଣ୍ଟ କରିବା ପାଇଁ ମୁଁ ବ୍ରଶ୍ ସହ ବୃତ୍ତ ଆକାରକୁ ଆଡଜଷ୍ଟ କରିବା ସହ ଇମେଜ୍ ର ସେହି ଭାଗକୁ ଗାର୍ଡ କରିବା ପାଇଁ କଳା ରଙ୍ଗର ବ୍ୟବହାର କରିବି। X କୀ ଦ୍ୱାରା ରଙ୍ଗ ବଦଳାଇବା ସହ ମୁଁ ଇମେଜ୍ ଉପରେ କାମ କରିପାରିବି ଓ ଏହାକୁ ଟିକେ ଗାର୍ଡ କରିବି। ମୁଁ ଭାବୁଛି ଏହା ବହୁତ ହୋଇଗଲା ଏବଂ ମୁଁ ଏଠାରେ କଣ କରୁଛି ସେହି ବିଷୟରେ ମୁଁ ଏତେ ନିଶ୍ଚିତ ନୁହେଁ। ତେଣୁ ପଦାଗକୁ ଉଣ୍ଡୋ କରନ୍ତୁ। ଆପଣ ଏହି କୌଶଳ ଦେଖିପାରିବେ ଯେଉଁଥିରୁ ମୁଁ ଲେୟାର୍ ତିଆରି କରି ତାକୁ ମଧ୍ୟମ ଗ୍ରେ ଓ ପ୍ରତ୍ୟେକ ଚ୍ୟାନେଲ୍ ପାଇଁ 128% କଲି ତଥା ଲେୟାର ମୋଡ୍ କୁ ବଦଳାଇ ଓଭରଲେ କଲି। ମଧ୍ୟମ ଗ୍ରେ ଓ ଓଭରଲେ ମୋଡ୍ କିଛି କରେ ନାହିଁ ଏବଂ ଧଳା କିମ୍ବା କଳା ସହିତ ଆପଣ ଇମେଜ୍ ରେ ପେଣ୍ଟ କରିପାରିବେ। ଧଳାରେ ପେଣ୍ଟ କରିବା ସମୟରେ ଇମେଜ୍ ଟିକୁ ଟିକେ ଉଜ୍ଜ୍ୱଳ କରନ୍ତୁ। କଳା ସହିତ ଗାଢ କରନ୍ତୁ। ମୁଁ ଭାବୁଛି ଏବେ ଇମେଜ୍ ଟିର ଏଡିଟିଂ ପ୍ରକୃତରେ ସରିଗଲା। ମୁଁ ଏହା ଉପରେ ଆଉ କାମ କରିବି ନାହିଁ। ଏତଦ୍ ବ୍ୟତୀତ କି ଆପଣଙ୍କ ମାନଙ୍କ ମଧ୍ୟରୁ କେତେଜଣ ଆଜି ମୁଁ କରିଥିବା ଏଡିଟ୍ସ ରେ କିଛି ତ୍ରୁଟି କାଢିବେ। ମୁଁ ଆଶା କରୁଛି ମୁଁ ତାହା କରିନାହିଁ। ଆଉ ମୁଁ ଲେୟାର୍ ର ନାମ ଡଡ୍ଜ ଆଣ୍ଡ୍ ବର୍ନ ଦେଉଛି। ଆଜି ପାଇଁ ଏତିକି। ଯଦି ଆପଣ କିଛି ମତାମତ ରଖିବାକୁ ଚାହାନ୍ତି ତେବେ ଦୟାକରି info@meetthegimp.org କୁ ଲେଖନ୍ତୁ। ଅଧିକ ବିବରଣୀ ପାଇଁ meetthegimp.org କୁ ଯାଆନ୍ତୁ। ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି ଆପଣଙ୍କୁ କଣ ଭଲ ଲାଗିଲା? ମୁଁ ଆଉ କଣ ଭଲ କରିପାରିଥାନ୍ତି? ଭବିଷ୍ୟତରେ ଆପଣ ଆଉ କଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ। IIT ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କ ଠାରୁ ବିଦାୟ ନେଉଛି। ଧନ୍ୟବାଦ।